पीएफ ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଅପଡେଟ୍। 3 ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ପୋର୍ଟାଲ। ଜାଣନ୍ତୁ କେବେ ଏବଂ କାହିଁକି। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଇପିଏଫ୍ଓ ମେମ୍ବର ପୋର୍ଟାଲରେ 3 ଦିନ ପୋର୍ଟାଲ ବନ୍ଦ ରହିବା ନେଇ ଅଫିସିଆଲ ନୋଟିସ୍ ଜାରି କରାଯାଇଛି। ଏହା ଅନୁଯାୟୀ ଅନଲାଇନ୍ କ୍ଲେମ୍ ସବମିଶନ, ପ୍ରୋସେସିଂ, ପାସବୁକ୍ ଚେକିଂ ସମେତ ସମସ୍ତ ସେବା 26 ଜୁନ୍ 2026 ରାତି 12ଟାରୁ ନେଇ 28 ଜୁନ୍ 2026 ରାତି 11ଟା 59 ପର୍ଯ୍ୟନ୍ତ ବନ୍ଦ ରହିବ। ଅପରପକ୍ଷରେ 29 ଜୁନ୍ 2026 ରାତି 12ଟାରେ ପୋର୍ଟାଲ ଏବଂ ସମସ୍ତ ସେବା ପୁଣି ଥରେ ଆରମ୍ଭ ହୋଇଯିବ। କ'ଣ ପାଇଁ ଏହି 3 ଦିନର ସଟ୍ଡାଉନ୍ ହୋଇଛି? ଇପିଏଫ୍ଓ ପୋର୍ଟାଲକୁ 3 ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାର କାରଣ ହେଉଛି ସିଷ୍ଟମ ମାଇଗ୍ରେସନ ଏବଂ ସଫ୍ଟୱେୟାର ଅପଗ୍ରେଡେସନ। ଇପିଏଫ୍ଓ ନିଜର ଡାଟାବେସ୍କୁ ଅଧିକ ମଜବୁତ କରିବାକୁ ଚାହୁଁଛି। ଏଥିପାଇଁ ଡାଟାବେସ୍ କନସୋଲିଡେସନ ଏବଂ ସଫ୍ଟୱେୟାର ଆପ୍ଲିକେସନର ଅପଗ୍ରେଡେସନ କରାଯାଉଛି। ନିର୍ଦ୍ଧାରିତ ସେଡ୍ୟୁଲ ଅନୁଯାୟୀ ଏହି ସିଷ୍ଟମ ମାଇଗ୍ରେସନ ଏବଂ ଅପଗ୍ରେଡେସନ କାମ ଚାଲିଛି, ଯାହାଦ୍ୱାରା ଆକାଉଣ୍ଟଧାରୀମାନଙ୍କୁ ଆହୁରି ଦ୍ରୁତ, ସୁରକ୍ଷିତ ଏବଂ ଭରସାଯୋଗ୍ୟ ସେବା ମିଳିପାରିବ। ସଟ୍ଡାଉନ୍ ଦ୍ୱାରା ପିଏଫ୍ ଆକାଉଣ୍ଟଧାରୀଙ୍କ ଉପରେ କ'ଣ ପ୍ରଭାବ ପଡ଼ିବ? ଇପିଏଫ୍ଓ ପୋର୍ଟାଲର ଏହି 3 ଦିନର ସଟ୍ଡାଉନ୍ ଯୋଗୁଁ ଆକାଉଣ୍ଟଧାରୀମାନେ କୌଣସି ନୂଆ ଅନଲାଇନ୍ କ୍ଲେମ୍ ସବମିଟ୍ କରିପାରିବେ ନାହିଁ। ଯେଉଁ କ୍ଲେମ୍ଗୁଡ଼ିକ ପୂର୍ବରୁ ପ୍ରୋସେସ୍ରେ ଅଛି ସେଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ କିମ୍ବା ସେଗୁଡ଼ିକର ଷ୍ଟାଟସ୍ ଚେକ୍ କରାଯାଇପାରିବ ନାହିଁ। ଏପରିକି ଆକାଉଣ୍ଟଧାରୀମାନେ ନିଜର ପାସବୁକ୍ ମଧ୍ୟ ଚେକ୍ କରିପାରିବେ ନାହିଁ। ଏହା ସହିତ ଇସିଆର୍ ଫାଇଲିଂ ଏବଂ ୟୁଏନ୍କୁ ଆକାଉଣ୍ଟ ସହ ଲିଙ୍କ ମଧ୍ୟ କରାଯାଇପାରିବ ନାହିଁ। ଯଦି ଜରୁରୀକାଳୀନ ପରିସ୍ଥିତିରେ ଟଙ୍କା ଆବଶ୍ୟକ ପଡ଼େ ତେବେ ମଧ୍ୟ କୌଣସି କ୍ଲେମ୍ କରିହେବ ନାହିଁ। 26 ଜୁନ୍ ପୂର୍ବରୁ ସବମିଟ୍ ହୋଇଥିବା କ୍ଲେମ୍ର କ'ଣ ହେବ? ଇପିଏଫ୍ଓ ପୋର୍ଟାଲର 3 ଦିନର ସଟ୍ଡାଉନ୍ ପାଇଁ ଜାରି କରାଯାଇଥିବା ନୋଟିସ୍ରେ ସ୍ପଷ୍ଟ କରାଯାଇଛି ଯେ ପୋର୍ଟାଲ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ମାଇଗ୍ରେସନ ଏବଂ ଅପଗ୍ରେଡେସନ ସମୟସୀମା ଆରମ୍ଭ ହେବା ପୂର୍ବରୁ ଯେଉଁ କ୍ଲେମ୍ ସବମିଟ୍ କରାଯାଇଛି ସେଗୁଡ଼ିକ ମଧ୍ୟ ପ୍ରୋସେସ୍ ହେବ ନାହିଁ। 26 ଜୁନ୍ ପୂର୍ବରୁ କରାଯାଇଥିବା କ୍ଲେମ୍ଗୁଡ଼ିକ ଉପରେ କୌଣସି କାମ ହୋଇପାରିବ ନାହିଁ। 29 ଜୁନ୍ରେ ପୋର୍ଟାଲ ପୁଣି ଥରେ ଆରମ୍ଭ ହେବା ପରେ ହିଁ ସେଗୁଡ଼ିକ ଉପରେ କାମ ଆରମ୍ଭ ହେବା ସମ୍ଭବ ହେବ। ତେବେ ସଟ୍ଡାଉନ୍ ସମୟରେ ସାହାଯ୍ୟ ଦରକାର ହେଲେ କ'ଣ କରିବେ? ଇପିଏଫ୍ଓ ପୋର୍ଟାଲର ସଟ୍ଡାଉନ୍ ଯୋଗୁଁ ହେବାକୁ ଥିବା ଅସ୍ଥାୟୀ ଅସୁବିଧା ପାଇଁ ଅଧିକାରୀମାନେ ଦୁଃଖ ପ୍ରକାଶ କରିଛନ୍ତି। ସେମାନେ ଆକାଉଣ୍ଟଧାରୀମାନଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ଆକାଉଣ୍ଟଧାରୀଙ୍କୁ କୌଣସି ଜରୁରୀ ସୂଚନା ବା ସାହାଯ୍ୟ ଆବଶ୍ୟକ ହୁଏ ତେବେ ସେମାନେ ଇପିଏଫ୍ର ଅଫିସିଆଲ କଲ୍ ସେଣ୍ଟର ହେଲ୍ପଲାଇନ୍ ନମ୍ବର 144770ରେ ଯୋଗାଯୋଗ କରିପାରିବେ। ତେବେ ସଟ୍ଡାଉନ୍ର ଅର୍ଥ କ'ଣ? ନୂଆ ସେବା ନା ବଡ଼ ପରିବର୍ତ୍ତନ? ସଟ୍ଡାଉନ୍ ନୋଟିସ୍ରେ ସ୍ପଷ୍ଟ କରାଯାଇଛି ଯେ 3 ଦିନର ମାଇଗ୍ରେସନ ଏବଂ ଅପଗ୍ରେଡେସନ ସମୟରେ କୌଣସି ବଡ଼ ପରିବର୍ତ୍ତନ ହୋଇପାରେ କିମ୍ବା ନୂଆ ସେବା ଆରମ୍ଭ ହୋଇପାରେ। ଇପିଏଫ୍ଓ ଏହି ମାସ ଶେଷ ସୁଦ୍ଧା ଆକାଉଣ୍ଟଧାରୀଙ୍କ ପାଇଁ ୟୁପିଆଇ ଏବଂ ଏଟିଏମ୍ ଜରିଆରେ ଟଙ୍କା ଉଠାଇବା ସୁବିଧା ଆରମ୍ଭ କରିବାକୁ ପ୍ରସ୍ତୁତ ଚଳାଇଛି। ଏହି 3 ଦିନରେ ସଟ୍ଡାଉନ୍ ସମୟରେ ଏହି ସେବା ଅପଗ୍ରେଡ୍ ହୋଇପାରେ। ୟୁପିଆଇ ଏବଂ ଏଟିଏମ୍ରୁ ଟଙ୍କା ଉଠାଇବା ସୁବିଧା କେମିତି କାମ କରିବ? ଇପିଏଫ୍ଓ ଆକାଉଣ୍ଟଧାରୀମାନଙ୍କୁ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ କ୍ଲେମ୍ କରିବାକୁ ପଡ଼ିଥାଏ। ଏଥିପାଇଁ ୟୁଏନ୍ ପୋର୍ଟାଲକୁ ଯାଇ ଏକ ବହୁତ ଲମ୍ବା ଅନଲାଇନ୍ ପ୍ରୋସେସ୍ କରିବାକୁ ପଡ଼େ। କିନ୍ତୁ ଏବେ ଇପିଏଫ୍ଓ ଏକ ମୋବାଇଲ୍ ଆପ୍ ଅପଗ୍ରେଡ୍ କରୁଛି ଯାହା ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହେବ ଏବଂ ୟୁପିଆଇ ଜରିଆରେ ଆକାଉଣ୍ଟଧାରୀମାନଙ୍କୁ ଯେକୌଣସି ସମୟରେ ଟଙ୍କା ଉଠାଇବାରେ ସାହାଯ୍ୟ କରିବ। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ